କେତେ କ'ଣ ନେଇଥିଲି ସେ କଥା ଛାଡ଼ନ୍ତୁ, କିଛି ଫରକ ଥିଲା। ମଣିଷ ତ ସହଜାତ ପ୍ରବୃତ୍ତି ଭୁଲ କରିବା ଆଉ, ତେଣୁ ତାଙ୍କ ପାଖରେ ବି ସେଇ ଭୁଲ ମାଗିବାକୁ ପଡ଼ିବ। ଭୁଲ ତ ହେଇଛି, ତେଣୁ ଭୁଲ ମାଗିବାକୁ ପଡ଼ିବ ଆଉ। ମୁଁ କାଲି ପୁଣି ନିଷ୍ପତ୍ତି ନେଇ ତାଙ୍କ ପାଖକୁ ଯିବି। ପ୍ରଥମେ ମୋର ରାଜନନ୍ଦିନୀ ସହିତ ଫାଇନାଲ୍ ହେଇଥିଲା, ତାପରେ କୌଣସି କାରଣବଶତଃ ପୁଣି ତୁଳସୀ ସହିତ ମୁଁ ଫାଇନାଲ୍ କରିଥିଲି, କିନ୍ତୁ ଆଜି ପୁଣି ମୁଁ ରାଜନନ୍ଦିନୀରେ ରହିବା କଥା ନିଷ୍ପତ୍ତି ନେଲି। ଗୋଟିଏ ଷ୍ଟାର କାଷ୍ଟ ନେଇକି ଦୁଇ ଜାଗାରେ ଷ୍ଟାର କାଷ୍ଟ ଡିକ୍ଲେୟାର ସରିଲାଣି, ତ ଆପଣ କ'ଣ କହିବେ ଏଥିରେ? କେମିତି ଦୁଇଟି ପାର୍ଟିକୁ ଆପଣ? ହଁ, ସେ ମଝିରେ ସେମିତି ହେଲା। ତୁଳସୀରେ ଏକ କାଷ୍ଟ ଚାଲିଥିଲା, ରାଜନନ୍ଦିନୀରେ ବି କାଷ୍ଟ ଚାଲିଥିଲା, କିନ୍ତୁ ଏବେଠାରୁ ମୁଁ କାଲି ପୁଣି ନିଷ୍ପତ୍ତି ନେଇ ତାଙ୍କ ପାଖକୁ ଯିବି। ଏଠି ପୁଣି ମୋର ରହିବା କଥା ହେଲା 24-27ରେ। ଚୁକ୍ତି ଯେତେବେଳେ ହୁଏ ତ ଗୋଟେ ପଇସା ପତ୍ର ଲେନଦେନ ହୁଏ, ତ ଆପଣ ଏଠୁ କେତେ ଟଙ୍କା ନେଇଛନ୍ତି, ତୁଳସୀରୁ କେତେ ଟଙ୍କା ନେଇଛନ୍ତି? ଟଙ୍କା ପଇସା ଏଠୁ କିଛି କମ୍ ନେଇଥିଲି, ତୁଳସୀରୁ କିଛି ଅଧିକା ଆଣିଥିଲି। ଆଉ କେତେ କ'ଣ ନେଇଥିଲି ସେ କଥା ଛାଡ଼ନ୍ତୁ, କିଛି ଫରକ ଥିଲା। ଆପଣ ଜାଣିଥିବେ ପୂର୍ବରୁ ଅନେକ ବିବାଦ ରହିଛି, ଯେମିତିକି ବଡ଼ ବଡ଼ ଷ୍ଟାର ମାନେ ବି ଏମିତି ପ୍ରୋବ୍ଲେମ୍ ହେଇଛି ପୂର୍ବରୁ, ଆପଣ ଜାଣିଛନ୍ତି। ପୁଣି ବିବାଦ କିନ୍ତୁ କାହିଁକି ଆପଣ କରୁଛନ୍ତି? ମଣିଷ ତ ସହଜାତ ପ୍ରବୃତ୍ତି ଭୁଲ କରିବା ଆଉ, ତେଣୁ ଭୁଲ ତ ହେଇଛି, ସଂଶୋଧନ କରିବା। ଠିକ୍ ଅଛି, ଆପଣ ପରେ ୟା ପରେ ଯିବେ କହୁଛନ୍ତି, ପୁଣି ତୁଳସୀକୁ ଯିବେ, ତାଙ୍କୁ କନଭିନ୍ସ କରାଇବେ ଯେ ଏଥର ଆପଣ ତୁଳସୀ ସହିତ ରହୁନାହାନ୍ତି, ରାଜନନ୍ଦିନୀ ସହିତ ରହୁଛନ୍ତି। ଆଜ୍ଞା ଲାଗୁଛି ସେ ମାଲିକ ମାନିବେ, କାରଣ ସେ ଗୋଟିଏ ଜାଗାରେ ହିଁ ସବୁବେଳେ ବିବାଦଟା ଆରମ୍ଭ ହୁଏ। ଆଜ୍ଞା ଗୋଟିଏ ଜାଗାରେ ହିଁ ବିବାଦଟା ସବୁବେଳେ ଆରମ୍ଭ ହୋଇଛି, ଯେମିତିକି ଚୁକ୍ତି ପରେ କଳାକାର ଯାଉଛନ୍ତି। ଆପଣ କାଲି ଯିବେ ତାଙ୍କ ପାଖକୁ ଯେ କହିବେ ଯେ ମୁଁ ରାଜନନ୍ଦିନୀରେ ରହିବି, ଆଜ୍ଞା। ଯଦି ସେ ମନା କରନ୍ତି? ନା, ମନା କରିବେନି। ଏଇଥିପାଇଁ ମୁଁ ଭାବୁଛି ମୋର ଏଠି ପ୍ରଥମେ ଏଗ୍ରିମେଣ୍ଟ ଥିଲା, ତାଙ୍କୁ ସେଇଟା ମୁଁ କନଭିନ୍ସ କରାଇବି ଯେ ଏଠି ମୋର ପ୍ରଥମେ ଥିଲା, ତେଣୁ ମୁଁ ପୁଣି ଯଦି ମୋର କିଛି ଅସୁବିଧା ଥିଲା ସେ ଅସୁବିଧାଟାକୁ ସେ ଦୂର କଲେ, ତେଣୁ ତାଙ୍କ ପାଖରେ ବି ସେଇ ଭୁଲ ମାଗିବାକୁ ପଡ଼ିବ। ଭୁଲ ତ ହେଇଛି, ତେଣୁ ଭୁଲ ମାଗିବାକୁ ପଡ଼ିବ ଆଉ। ଯାତ୍ରାରେ ଏଇ ଚୁକ୍ତି ବଦଳରେ ପୁଣି ମାନେ ଏମିତି ଯେଉଁ ଏଇଟା ଗୋଟେ ବିବାଦଟା ଗୋଟେ ଟ୍ରେଣ୍ଡ ହେଇଗଲାଣି, ନା ଗୋଟେ ଲୋକ ମାନେ ଦର୍ଶକ ପାଖରେ ଆଦୃତି, ନା ଟିକେ ଭାଇରାଲ ହବା କିଛି? ନା 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 ନା, ଆଗରୁ ବି ଥିଲା। ଅନେକ ଆଖଡ଼ା ଘରୁ ବି ଲୋକ ଯାଇଛନ୍ତି, ଏ ପାର୍ଟିରେ ଆଖଡ଼ା କରୁ ଆଉ ଆର ପାର୍ଟିକି ଯାଇଛନ୍ତି। ଆମର ବର୍ଷିଆନ ମ୍ୟାନେଜର ଅଛନ୍ତି ବର୍ଣ୍ଣନା, ତାଙ୍କୁ ବି ପଚାରିବେ, ଏମିତି ଘଟଣା ଆଗରୁ ବି ହେଇଛି, ଚାଲିଛି। କେବଳ ଭାଇରାଲ ହେବା ପାଇଁ? ନା 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 ନା, ଭାଇରାଲ ଏବେ ତ ମିଡ଼ିଆ ଯୁଗ ହେଲା। 90 ମସିହାରେ କ'ଣ ମିଡ଼ିଆ ଥିଲା? ସେତେବେଳେ କ'ଣ ଏଇ କାମ ହେଉନଥିଲା? ଅନେକ ହେଇଛି। ଦୁଇ ବର୍ଷ ହେଲା ଦେଖୁଛନ୍ତି ଏଇ ଜିନିଷକୁ ନେଇ ବିବାଦ ଚାଲିଛି। ଆପଣ ଜଣେ ପୁରୁଖା କଳାକାର, ତାପରେ ଆପଣ କେମିତି? ନା, ଆପଣ ମିଡ଼ିଆ ହେଇଛି ବୋଲିକି ଆପଣ ଦେଖୁଛନ୍ତି, ନହେଲେ ଆଗରୁ ଏମିତି ବି ଅନେକ ଥର ହେଇଛି, ଅନେକ ପାର୍ଟିରେ ହେଇଛି। ନିହାତି ଦରକାର ପଡ଼େ ବୋଲି ଅନ୍ୟ ମାଲିକରୁ ପଇସା ନେଇ ଆସନ୍ତି କଳାକାର? ହଁ, ତା ବି ହେଇପାରେ। ରାଜନନ୍ଦିନୀ ତରଫରୁ ସେମିତି କିଛି ଅସୁବିଧା? ନାଇଁ ନାଇଁ, କିଛି। ମୁଁ ଗୋଟେ ବର୍ଷ ଚାକିରି କରିକି ଯାଇଛି। ରାଜନନ୍ଦିନୀ ମାଲିକ ଯେ ବହୁତ ଭଲ, ଆଉ ମ୍ୟାନେଜର ତ ଆମେ ସମସ୍ତେ ଜାଣିଛୁ ତାଙ୍କୁ, ସେ ତ ବହୁତ ଭଲ। ଆଉ ଚାଲିଚଳନ, ଆଚାର ବ୍ୟବହାର, ମ୍ୟାନେଜମେଣ୍ଟ ସବୁ ଭଲ। ତାହେଲେ ଏଥର 26-27 ମାନେ ନିଶ୍ଚିତ ଦର୍ଶକ ମାନେ ଆପଣଙ୍କୁ ରାଜନନ୍ଦିନୀ ଦେଖିବେ? ଆଜ୍ଞା, ଏଥର ତାହେଲେ ନିଶ୍ଚିତ 26-27 ଯାତ୍ରା ଋତୁରେ ନିଶ୍ଚିତ ରାଜନନ୍ଦିନୀ ରହିବା କଥା, ନିଶ୍ଚିତ। 47 ବର୍ଷର ଟ୍ରଷ୍ଟେଡ୍ ବ୍ରାଣ୍ଡ ରାଜ ଇଲେକ୍ଟ୍ରୋନିକ୍ସ ଏହି ବର୍ଷ ଏସି ଓ ରେଫ୍ରିଜରେଟର ସବୁଠାରୁ କମ୍ ରେଟ୍ରେ କେବଳ ରାଜ ଇଲେକ୍ଟ୍ରୋନିକ୍ସରେ।